ନମସ୍କାର। ପ୍ରତିଦିନ ସକାଳେ ଯେତେବେଳେ ଖବରକାଗଜର ପୃଷ୍ଠା ଉଲ୍ଟାଉ କିମ୍ବା ନ୍ୟୁଜ୍ ଆପ୍ ଖୋଲୁ ଗୋଟେ ଖବରର ସମୁଦ୍ର ଆମ ସାମ୍ନାକୁ ଆସିଯାଏ। ଆଉ ଜଣେ ସିନିୟର ନ୍ୟୁଜ୍ ଏଡିଟର ହିସାବରେ ଓଡ଼ିଶାର ଲୋକଙ୍କ ପାଇଁ କେଉଁଟା ଗୁରୁତ୍ୱପୂର୍ଣ୍ଣ ତାକୁ ବାଛିବା ହିଁ ସବୁଠୁ ବଡ଼ କାମ। ଆଜି ଜାନୁଆରୀ 21, 2026ରେ ସେହି ସମୁଦ୍ର ଭିତରୁ ଆମେ କିଛି ମୁକ୍ତା ବାଛିଛୁ। ଆମ ପାଖରେ ଟାଇମ୍ସ ଅଫ୍ ଇଣ୍ଡିଆ, ବିଜନେସ୍ ଷ୍ଟାଣ୍ଡାର୍ଡ ଠାରୁ ଆରମ୍ଭ କରି ଆମ ନିଜ ଓଡ଼ିଶାର ସମାଜ, ଧରିତ୍ରୀ ଆଉ ସମ୍ବାଦ ପରି ଅନେକ ଖବରକାଗଜର ତଥ୍ୟ ଅଛି। ତେବେ ଆଜିର ଆଲୋଚନାର ଉଦ୍ଦେଶ୍ୟ କେବଳ ଖବର କହିବା ନୁହେଁ, ବରଂ ଖବର ପଛରେ ଥିବା କାହାଣୀକୁ ବୁଝିବା। ତେବେ ଆସନ୍ତୁ ଆରମ୍ଭ କରିବା ଏମିତି ଏକ ଖବରରୁ ଯାହା ଆମ କଳ୍ପନାକୁ ସୀମା ପାର କରାଇ ସିଧା ମହାକାଶକୁ ନେଇଯିବ। କଥା ହେଉଛି ନାସାର ଆର୍ଟିମିସ୍ 2 ମିଶନ ବିଷୟରେ। ସେମାନେ ସମସ୍ତଙ୍କୁ ଚନ୍ଦ୍ରକୁ ନିଜ ନାଁ ପଠାଇବାର ଏକ ସୁଯୋଗ ଦେଉଛନ୍ତି। ଏଇଟା ଶୁଣିବାକୁ ବହୁତ ରୋମାଞ୍ଚକର ଲାଗୁଛି। ନିଶ୍ଚିତ ଭାବରେ। ଆଉ ଦେଖନ୍ତୁ, ଏହା କେବଳ ଏକ ମଜାଦାର କଥା ନୁହେଁ, ଏହା ନାସାର ଏକ ବହୁତ ଚତୁର ରଣନୀତି। ସେମାନେ ମହାକାଶ ଅଭିଯାନକୁ ସାଧାରଣ ଲୋକଙ୍କ ସହ ଯୋଡ଼ିବାକୁ ଚାହୁଁଛନ୍ତି। ଯେତେବେଳେ ଲକ୍ଷ ଲକ୍ଷ ଲୋକ ନିଜ ନାଁ ପଞ୍ଜୀକରଣ କରନ୍ତି, ସେମାନେ ଏହି ମିଶନ ସହ ଗୋଟେ ଭାବଗତ ସ୍ତରରେ ଯୋଡ଼ି ହୋଇଯାଆନ୍ତି। ଆଉ ଫଳରେ କ'ଣ ହୁଏ ନା, ମହାକାଶ ଗବେଷଣା ପାଇଁ ସମର୍ଥନ ଆଉ ପାଣ୍ଠି ଯୋଗାଡ଼ କରିବା ସହଜ ହୁଏ। ଆଉ ସବୁଠୁ ବଡ଼ କଥା, ମନେ ରଖିବାକୁ ହେବ, ଆଜି ହିଁ ଏହାର ଶେଷ ଦିନ। ଓହୋ, ତାହେଲେ ତ ସମୟ ବହୁତ କମ୍ ଅଛି। କିନ୍ତୁ ଏ ମିଶନର ପ୍ରକୃତ ଗୁରୁତ୍ୱ କ'ଣ? ଏହା କ'ଣ ଖାଲି ଚନ୍ଦ୍ର ଚାରିପଟେ ଘୂରିକି ଆସିବ? ଦେଖନ୍ତୁ, ଏହା ଦେଖିବାକୁ ସେମିତି ଲାଗୁଥାଇପାରେ, କିନ୍ତୁ ଏହା ବହୁତ ଗୁରୁତ୍ୱପୂର୍ଣ୍ଣ। ପାଖାପାଖି 50 ବର୍ଷ ପରେ ପ୍ରଥମ ଥର ପାଇଁ ମଣିଷକୁ ଚନ୍ଦ୍ର କକ୍ଷପଥକୁ ନେଇଯିବା। ଆପୋଲୋ ମିଶନ ପରେ ଏହା ଏକ ବହୁତ ବଡ଼ ପଦକ୍ଷେପ। ଏହି ଯେଉଁ 10 ଦିନିଆ ଯାତ୍ରା ହେବ, ସେଥିରେ ମହାକାଶଚାରୀମାନେ ଓରାୟନ୍ ମହାକାଶ ଯାନର ସବୁ ସିଷ୍ଟମକୁ ପରୀକ୍ଷା କରିବେ, ଯାହା ଭବିଷ୍ୟତରେ ମଣିଷକୁ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବାରେ ସାହାଯ୍ୟ କରିବ। ଆଉ କାନାଡାର ଜେରେମି ହାନସେନଙ୍କ ଉପସ୍ଥିତି ଏହାକୁ ଏକ ଆନ୍ତର୍ଜାତୀୟ ମିଶନର ରୂପ ଦେଉଛି। ତେଣୁ ଏହା କେବଳ ଏକ ଯାତ୍ରା ନୁହେଁ, ମଙ୍ଗଳ ଗ୍ରହକୁ ଯିବାର ପ୍ରଥମ ସୋପାନ କହିଲେ ବି ଭୁଲ ହେବନି। ବାଃ! ମାନେ ଗୋଟିଏ ପଟେ ମଣିଷ ମଙ୍ଗଳ ଗ୍ରହରେ ପହଞ୍ଚିବାର ସ୍ୱପ୍ନ ଦେଖୁଛି, ଆଉ ଅନ୍ୟପଟେ ଆମେ ଏଠି ପୃଥିବୀରେ ଆମ ଅର୍ଥନୀତିକୁ ମଜବୁତ କରିବାରେ ଲାଗିଛୁ। ଏହି ପ୍ରସଙ୍ଗରେ ଆନ୍ତର୍ଜାତୀୟ ମୁଦ୍ରାପାଣ୍ଠି ବା IMFର ରିପୋର୍ଟ ବେଶ୍ ଆଶା ସଞ୍ଚାର କରୁଛି। ସେମାନେ ଭାରତର ଅଭିବୃଦ୍ଧି ହାରକୁ 7.3%କୁ ବଢ଼ାଇ ଦେଇଛନ୍ତି। ହଁ, ଆଉ ଏହା ଏକ ବଡ଼ କଥା। କାରଣ ସାରା ବିଶ୍ୱ ଯେତେବେଳେ ଗୋଟେ ଆର୍ଥିକ ମାନ୍ଦାବସ୍ଥାର ଆଶଙ୍କା କରୁଛି, ସେତେବେଳେ ଭାରତ ପାଇଁ ଏମିତି ଏକ ଅନୁମାନ ବହୁତ ଗୁରୁତ୍ୱ ରଖେ। କିନ୍ତୁ ପ୍ରଶ୍ନ ଉଠୁଛି, ଏହି ଅଭିବୃଦ୍ଧି ଆସିବ କେଉଁଠୁ? ହଁ, ଏହା ହିଁ ମୁଁ ପଚାରିବାକୁ ଯାଉଥିଲି। ଏହି ଯୋଉ 7.3% ସଂଖ୍ୟା, ଏହା ପଛର କାରଣ କ'ଣ? ଦେଖନ୍ତୁ, IMF ରିପୋର୍ଟ ଅନୁସାରେ ଏହାର ମୁଖ୍ୟତଃ 2ଟି କାରଣ ଅଛି। ପ୍ରଥମତଃ, ଦୃଢ଼ ଘରୋଇ ଚାହିଦା, ମାନେ ଷ୍ଟ୍ରଙ୍ଗ ଡୋମେଷ୍ଟିକ୍ ଡିମାଣ୍ଡ, ଅର୍ଥାତ୍ ଭାରତର ନିଜ ଲୋକମାନେ ହିଁ ବଜାରକୁ ଚଳଚଞ୍ଚଳ ରଖିଛନ୍ତି। ଆଉ ଦ୍ୱିତୀୟରେ, ସରକାରଙ୍କ ଦ୍ୱାରା ଭିତ୍ତିଭୂମି କ୍ଷେତ୍ରରେ ଯେଉଁ ବିପୁଳ ପୁଞ୍ଜିନିବେଶ କରାଯାଉଛି। ଯେତେବେଳେ ରାସ୍ତା, ବନ୍ଦର, ରେଳପଥ ତିଆରି ହୁଏ, ସେତେବେଳେ ତାହା ଲୁହା, ସିମେଣ୍ଟ ଠାରୁ ଆରମ୍ଭ କରି ଶ୍ରମିକ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଚାହିଦା ସୃଷ୍ଟି କରେ। କିନ୍ତୁ IMF ଏକ ସତର୍କବାଣୀ ମଧ୍ୟ ଦେଇଛି। କ'ଣ ସେଇଟା? ଯେ ଯଦି ବିଶ୍ୱସ୍ତରୀୟ ଅର୍ଥନୀତି ଦୁର୍ବଳ ହୁଏ, ତେବେ ତାର ପ୍ରଭାବ ଭାରତର ରପ୍ତାନି ଉପରେ ପଡ଼ିପାରେ। ବୁଝିଲି। ଆଉ ଏଇ ଅଭିବୃଦ୍ଧିର ଫାଇଦା ଯେମିତି ଛୋଟ ଛୋଟ ବ୍ୟବସାୟୀଙ୍କ ପାଖରେ ପହଞ୍ଚିବ, ସେଥିପାଇଁ MSME ଋଣ ବ୍ୟବସ୍ଥା ବହୁତ ଗୁରୁତ୍ୱପୂର୍ଣ୍ଣ। ବିଜନେସ୍ ଷ୍ଟାଣ୍ଡାର୍ଡର ଖବର ଅନୁସାରେ ଡିଜିଟାଲ ମାଧ୍ୟମରେ ପ୍ରାୟ 52,300 କୋଟି ଟଙ୍କାର ଋଣ ମଞ୍ଜୁର ହୋଇଛି। ଏହି ଖବରଟି IMF ରିପୋର୍ଟ ସହ ସିଧାସଳଖ ଜଡ଼ିତ। MSME ମାନେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକ ହେଉଛନ୍ତି ଭାରତୀୟ ଅର୍ଥନୀତିର ମେରୁଦଣ୍ଡ। ହଁ, ତା ତ ଠିକ୍। କାରଣ କୃଷି ପରେ ସେମାନେ ହିଁ ସବୁଠୁ ଅଧିକ ନିଯୁକ୍ତି ସୃଷ୍ଟି କରନ୍ତି। ତେବେ ଯେତେବେଳେ ସେମାନଙ୍କୁ ସହଜରେ ଆଉ ଶୀଘ୍ର ଋଣ ମିଳେ, ସେମାନେ ନିଜ ବ୍ୟବସାୟ ବଢ଼ାନ୍ତି, ନୂଆ ଲୋକଙ୍କୁ କାମ ଦିଅନ୍ତି, ଆଉ ସେହି ଲୋକମାନେ ବଜାରରେ ଟଙ୍କା ଖର୍ଚ୍ଚ କରନ୍ତି। ଏହା ସେହି ଘରୋଇ ଚାହିଦାକୁ ଆହୁରି ମଜବୁତ କରେ, ଯାହା ବିଷୟରେ IMF କହୁଛି। ଗୋଟେ ସକାରାତ୍ମକ ଚକ୍ର ଭଳି କାମ କରେ ଏଇଟା। ବୁଝିଲି। ତେବେ ଗୋଟିଏ ପଟେ ଅର୍ଥନୀତି ଆଗକୁ ବଢ଼ୁଛି, କିନ୍ତୁ ଅନ୍ୟପଟେ କିଛି ଜଟିଳ ଆର୍ଥିକ ମାମଲା ବି ସାମ୍ନାକୁ ଆସୁଛି।
ଯେମିତିକି ଟାଇଗର ଗ୍ଲୋବାଲ ଏବଂ ଭାରତ ସରକାରଙ୍କ ମଧ୍ୟରେ ଥିବା 14,000 କୋଟି ଟଙ୍କାର ଟିକସ ବିବାଦ। ଏହି ମାମଲାଟି ଶୁଣିବାକୁ ଟିକେ ଜଟିଳ ଲାଗୁଛି। ହଁ, ଏହା ଟିକେ ଜଟିଳ, କିନ୍ତୁ ଏହାର ପ୍ରଭାବ ବହୁତ ଦୂରଗାମୀ। ଭଲ, ସରଳ ଭାଷାରେ କହିଲେ, ଆମେରିକାର ଟାଇଗର ଗ୍ଲୋବାଲ ବୋଲି ଗୋଟେ କମ୍ପାନୀ, ସେ ଫ୍ଲିପକାର୍ଟରେ ସିଙ୍ଗାପୁରରେ ଥିବା ନିଜର ଅଂଶଧାନକୁ ୱାଲମାର୍ଟକୁ ବିକିଲା। ଏହି କାରବାର ସିଙ୍ଗାପୁରରେ ହେଲା। ତେବେ ଟାଇଗର ଗ୍ଲୋବାଲର ଯୁକ୍ତି ଥିଲା ଯେ ଯେହେତୁ ତାଙ୍କ କମ୍ପାନୀ ମରିସସରେ ପଞ୍ଜୀକୃତ ଆଉ କାରବାର ଭାରତ ବାହାରେ ହୋଇଛି, ସେ ଭାରତରେ ଟିକସ ଦେବାକୁ ବାଧ୍ୟ ନୁହେଁ। କିନ୍ତୁ ଭାରତର ଆୟକର ବିଭାଗ ଏହାକୁ ମାନିଲା ନାହିଁ। କାହିଁକି? ଏହା ପଛର ତର୍କ କ'ଣ ଥିଲା? ଏହା ହିଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା। ଆୟକର ବିଭାଗ କହିଲା, ଆପଣ ଯେଉଁ ଫ୍ଲିପକାର୍ଟ କମ୍ପାନୀର ଅଂଶଧନ ବିକିଲେ, ସେହି କମ୍ପାନୀର ପ୍ରକୃତ ମୂଲ୍ୟ କେଉଁଠୁ ଆସୁଛି? ତାର ମୂଲ୍ୟ ଆସୁଛି ଭାରତରେ ଥିବା ତାର କୋଟି କୋଟି ଗ୍ରାହକ, ତାର ଗୋଦାମ, ତାର ସମ୍ପତ୍ତି, ମାନେ ତାର ବ୍ୟବସାୟରୁ। ତେଣୁ ଯଦିଓ କାଗଜପତ୍ରରେ କାରବାର ବାହାର ହୋଇଛି, ଲାଭର ଉତ୍ସ ହେଉଛି ଭାରତ। ଏହାକୁ ଇନଡାଇରେକ୍ଟ ଟ୍ରାନ୍ସଫର ଅଫ୍ ଶେୟାର୍ସ କୁହାଯାଏ। ଆଉ ଏହି ରାୟ କେବଳ ଟାଇଗର ଗ୍ଲୋବାଲ ପାଇଁ ନୁହେଁ, ଭବିଷ୍ୟତରେ ଭାରତରେ ନିବେଶ କରୁଥିବା ସମସ୍ତ ବିଦେଶୀ କମ୍ପାନୀ ପାଇଁ ଏକ ବଡ଼ ସଂକେତ। ଠିକ୍। ଏହା ଦର୍ଶାଉଛି ଯେ ଭାରତୀୟ ଟିକସ ବିଭାଗ ଏବେ କେବଳ କମ୍ପାନୀର ପଞ୍ଜୀକରଣ ଠିକଣା ନୁହେଁ, ବରଂ ତାର ପ୍ରକୃତ ବ୍ୟବସାୟ କେଉଁଠି ହେଉଛି, ତାହା ଉପରେ ଗୁରୁତ୍ୱ ଦେଉଛି। କିନ୍ତୁ ଏହି ରାୟ ପରେ କ'ଣ ବିଦେଶୀ ନିବେଶକମାନେ ଟିକେ ଭୟଭୀତ ହେବେ ନାହିଁ? ଏହା ଭାରତର ଇଜ୍ ଅଫ୍ ଡୁଇଂ ବିଜନେସ୍ ଛବି ଉପରେ କିଛି ପ୍ରଭାବ ପକାଇବନି କି? ଏହା ଏକ ବହୁତ ବଡ଼ ପ୍ରଶ୍ନ। ଆଉ ଏହାକୁ ନେଇ ଦୁଇ ପ୍ରକାରର ମତ ରହିଛି। ଗୋଟିଏ ପକ୍ଷ କହୁଛି ଯେ ହଁ, ଏହାଦ୍ୱାରା ନିବେଶକମାନେ ଭୟଭୀତ ହୋଇପାରନ୍ତି, କିନ୍ତୁ ଅନ୍ୟ ପକ୍ଷ, ଯାହାକୁ ସରକାର ସମର୍ଥନ କରୁଛନ୍ତି, ସେମାନଙ୍କର ମତ ହେଉଛି ଯେ ଏହା ଟିକସ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବ। ଯେଉଁମାନେ ଭାରତରେ ବ୍ୟବସାୟ କରି ଲାଭ କରୁଛନ୍ତି, ସେମାନେ ଏଠାରେ ଟିକସ ଦେବା ଉଚିତ। ଏହାଦ୍ୱାରା ଦେଶର ରାଜସ୍ୱ ବଢ଼ିବ, ଆଉ ଏହି ମାମଲା ଆଗାମୀ ଦିନରେ ଏକ ପ୍ରିସିଡେଣ୍ଟ ବା ଉଦାହରଣ ହୋଇ ରହିବ। ଅର୍ଥନୀତିର ଏହି ଜଟିଳ କଥା ପରେ ଆସନ୍ତୁ ଟିକେ ରାଜନୀତି ଆଡ଼କୁ, କାରଣ ଅର୍ଥନୀତିର ନିଷ୍ପତ୍ତି ପଛରେ ରାଜନୀତିର ବୋଳା ହାତ ଥାଏ। ଆସାମ ବିଜେପିକୁ ନେଇ ଏକ ଚିଠିକୁ ନେଇ ଯେଉଁ ବିବାଦ ହେଲା, ତାକୁ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଖଣ୍ଡନ କରିଛନ୍ତି। କିନ୍ତୁ ରାଜନୀତିରେ ଧୂଆଁ ସେତେବେଳେ ଉଠେ ଯେତେବେଳେ କେଉଁଠି ନା କେଉଁଠି ନିଆଁ ଥାଏ। ଆପଣ ଏକଦମ ଠିକ୍ କହିଲେ। ଚିଠିଟି ନକଲି ହୋଇପାରେ, କିନ୍ତୁ ଏହା ଏପରି ଏକ ସମୟରେ ବାହାରିଛି ଯେତେବେଳେ ଆସାମ ବିଜେପିରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଏବଂ କେନ୍ଦ୍ରମନ୍ତ୍ରୀ ସୋନୋୱାଲଙ୍କ ମଧ୍ୟରେ କ୍ଷମତାକୁ ନେଇ ଗୋଟେ ଶୀତଳ ଯୁଦ୍ଧ ଚାଲିଥିବାର ଚର୍ଚ୍ଚା ହେଉଛି। ତେଣୁ ଏହି ନକଲି ଚିଠିଟି ସେହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି। ଏହା ଦଳୀୟ ରାଜନୀତିରେ ବିରୋଧୀ ଗୋଷ୍ଠୀ ଦ୍ୱାରା ଅନ୍ୟକୁ ବଦନାମ କରିବାର ଏକ ପୁରୁଣା କୌଶଳ ବି ହୋଇପାରେ। ଆଉ ଏପଟେ ଓଡ଼ିଶାରେ ଦୈନିକ ଆଶାରେ ଏକ ବଡ଼ ଖବର ପ୍ରକାଶ ପାଇଛି ଯେ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ନୀତିଶ କୁମାର ଏବଂ ନବୀନ ପଟ୍ଟନାୟକ ଏକାଠି ବସିବେ। ଏହା କେବଳ ଗୋଟେ ଫଟୋ ଅପ୍ର ସୁଯୋଗ, ନା ଏହା ପଛରେ କିଛି ବଡ଼ ରାଜନୈତିକ ସମୀକରଣ ରହିଛି? ଦେଖନ୍ତୁ, ରାଜନୀତିରେ କିଛି ବି ବିନା କାରଣରେ ହୁଏ ନାହିଁ। ନବୀନ ପଟ୍ଟନାୟକ ଏବଂ ନୀତିଶ କୁମାର ଉଭୟ ଅଣ-ବିଜେପି, ଅଣ-କଂଗ୍ରେସ ରାଜନୀତିର ବଡ଼ ଚେହେରା। ଯଦିଓ ଉଭୟ ପୂର୍ବରୁ ବିଜେପି ସହ ମେଣ୍ଟ କରିଛନ୍ତି, ବର୍ତ୍ତମାନର ପରିସ୍ଥିତିରେ ଏହି ଭେଟଘାଟର ଅନେକ ଅର୍ଥ ବାହାର କରାଯାଇପାରେ। ଯେପରିକି? ଏହା କ'ଣ ଏକ ତୃତୀୟ ସାମ୍ମୁଖ୍ୟର ସଂକେତ, ନା ଏହା କେବଳ ରାଜ୍ୟ ସ୍ୱାର୍ଥ ସମ୍ବନ୍ଧୀୟ ଆଲୋଚନା ହୋଇପାରେ? ଏହା ଉଭୟ ହୋଇପାରେ। ଜାତୀୟ ସ୍ତରରେ ଦେଖିଲେ ଏହା ଏକ ସମ୍ଭାବ୍ୟ ତୃତୀୟ ସାମ୍ମୁଖ୍ୟ ପାଇଁ ବାର୍ତ୍ତା ଦେବାର ଏକ ପ୍ରୟାସ ହୋଇପାରେ। ଆଉ ଅନ୍ୟପଟେ ରାଜ୍ୟ ସ୍ତରରେ ଏହା ବିଜେଡିର ଏକ ରଣନୀତି ହୋଇପାରେ ଯେ ସେମାନେ ଜାତୀୟ ରାଜନୀତିରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ। ବିଶେଷ କରି ଯେତେବେଳେ ଉଭୟ ବିହାର ଓ ଓଡ଼ିଶା କେନ୍ଦ୍ରଠାରୁ ଅଧିକ ପାଣ୍ଠି ସ୍ୱତନ୍ତ୍ର ପାହ୍ୟା ଦାବି କରି ଆସୁଛନ୍ତି, ଏହି ମଞ୍ଚରେ ସେମାନେ ଏକ ମିଳିତ ସ୍ୱର ଉଠାଇ ପାରନ୍ତି। ଏହା ରାଜ୍ୟ ରାଜନୀତିକୁ ଗୋଟେ ରୋଚକ ସ୍ଥିତିକୁ ନେଇ ଆସିଛି। ରାଜନୀତି ଆଉ ଅର୍ଥନୀତିର ଏହି ବଡ଼ ବଡ଼ କଥା ଭିତରେ କିଛି ଖବର ସିଧାସଳଖ ସାଧାରଣ ଲୋକଙ୍କ ଜୀବନକୁ ଛୁଇଁଥାଏ। ଯେମିତିକି ପଞ୍ଜାବ ସରକାରଙ୍କ ମୁଖ୍ୟମନ୍ତ୍ରୀ ସେହତ ଯୋଜନା, 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ୟାଶଲେସ୍ ଚିକିତ୍ସା। ଏହା ଏକ ବହୁତ ବଡ଼ ପଦକ୍ଷେପ। ନିଶ୍ଚିତ, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଭାରତରେ ଚିକିତ୍ସା ଖର୍ଚ୍ଚ ଅନେକ ପରିବାରଙ୍କୁ ଦାରିଦ୍ର୍ୟ ଭିତରକୁ ଠେଳିଦିଏ। ଏପରି ଯୋଜନା ସେମାନଙ୍କୁ ଆର୍ଥିକ ସୁରକ୍ଷା ଦେଇଥାଏ।
ଏହାକୁ ଆମ ଓଡ଼ିଶାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସହ ମଧ୍ୟ ତୁଳନା କରାଯାଇପାରେ। ଏଥିରୁ ଜଣାପଡ଼ୁଛି ଯେ ସ୍ୱାସ୍ଥ୍ୟ ସୁରକ୍ଷା ଏବେ ସାରା ଦେଶରେ ଏକ ପ୍ରମୁଖ ରାଜନୈତିକ ପ୍ରସଙ୍ଗ ହୋଇସାରିଛି। ଏହା ତ ହେଲା ସମାଜରେ ଏକ ଉଜ୍ଜ୍ୱଳ ଦିଗ, କିନ୍ତୁ ସେହି ସମାଜରେ ହିଁ କିଛି ଏପରି ଘଟଣା ଘଟେ ଯାହା ମାନବିକତା ଉପରୁ ବିଶ୍ୱାସ ଉଠାଇଦିଏ। କେରଳର କନ୍ନୁରରେ ଘଟିଥିବା ଘଟଣାଟି ସେହିପରି ଏକ ଘଟଣା। ଜଣେ ମା ନିଜେ 18 ମାସର ପୁଅକୁ ହତ୍ୟା କରିଛି। ଏହାକୁ ବିଶ୍ୱାସ କରିବା କଷ୍ଟକର। ଏହି ଘଟଣାଟି କେବଳ ଏକ ଅପରାଧ ନୁହେଁ, ଏହା ଆମ ସାମାଜିକ ସ୍ଥିତିର ଏକ ଭୟଙ୍କର ପ୍ରତିଫଳନ। ଯେତେବେଳେ ଆମେ ଖବର ଗଭୀରକୁ ଯାଉଛୁ, ଜାଣିବାକୁ ମିଳୁଛି ଯେ ମହିଳା ଜଣକ ଶରଣ୍ୟା ନିଜ ପ୍ରେମିକ ସହ ରହିବା ପାଇଁ ଏପରି କରିଛନ୍ତି, ଆଉ ନିଜ ସ୍ୱାମୀଙ୍କୁ ଫସାଇବାକୁ ଚେଷ୍ଟା କରିଛନ୍ତି। ମାନେ ନିଜ ସନ୍ତାନକୁ ସେ ଏକ ମୋହରା ଭାବେ ବ୍ୟବହାର କଲେ। ସମୁଦ୍ର କୂଳରେ ପଥରରେ ପିଟି ହତ୍ୟା କରିବା, ଏହା କଳ୍ପନା ବାହାରେ। ଏପରି ମାନସିକତା କିପରି ସୃଷ୍ଟି ହୁଏ? ଏହା ମନସ୍ତତ୍ତ୍ୱବିତ୍ଙ୍କ ପାଇଁ ଏକ ଗବେଷଣାର ବିଷୟ। ଏହା ବ୍ୟକ୍ତିଗତ ସ୍ୱାର୍ଥ, ନୈତିକତାର ଅବକ୍ଷୟ ଏବଂ ସମ୍ପର୍କର ଜଟିଳତାକୁ ଦର୍ଶାଉଛି। ଏହି ଘଟଣା ଆମକୁ ଚିନ୍ତା କରିବାକୁ ବାଧ୍ୟ କରୁଛି ଯେ ଆମ ସମାଜରେ ପରିବାରର ସଂଜ୍ଞା ଆଉ ମୂଲ୍ୟବୋଧ କେତେ ଦ୍ରୁତ ଗତିରେ ବଦଳୁଛି। ଏହି ମାମଲାର ଦଣ୍ଡବିଧାନ ଆଜି ହେବାର ଅଛି, କିନ୍ତୁ ଏହାର ସାମାଜିକ ପ୍ରଭାବ ବହୁ ଦିନ ପର୍ଯ୍ୟନ୍ତ ରହିବ। ସତରେ ଏହା ଏକ ଅବିଶ୍ୱାସନୀୟ ଘଟଣା। ଆଉ ଅବିଶ୍ୱାସନୀୟ ଘଟଣା କହିଲେ ଇନ୍ଦୋରର କୋଟିପତି ଭିକାରୀଙ୍କ ଖବର ମନକୁ ଆସୁଛି। ପ୍ରତିଦିନରେ ପ୍ରକାଶିତ ଏହି ଖବରଟି ଯେତିକି ଆଶ୍ଚର୍ଯ୍ୟଜନକ, ସେତିକି ଚିନ୍ତାଜନକ ମଧ୍ୟ। ହଁ, ଯେତେବେଳେ ପ୍ରଶାସନ ଇନ୍ଦୋରକୁ ଭିକାରୀମୁକ୍ତ କରିବାକୁ ବାହାରିଲା, ସେମାନେ ଜଣେ ଏପରି ବ୍ୟକ୍ତିଙ୍କୁ ପାଇଲେ ଯାହାଙ୍କର 3 ମହଲା କୋଠା, କାର୍, ସବୁକିଛି ଅଛି। ତଥାପି ସେ ପ୍ରତିଦିନ ଭିକ୍ଷାବୃତ୍ତି କରୁଥିଲେ। ଏହା ଶୁଣିଲେ ମନରେ ପ୍ରଶ୍ନ ଆସୁଛି ଯେ ଆମେ ଯେତେବେଳେ ରାସ୍ତାରେ କାହାକୁ ସାହାଯ୍ୟ କରୁଛୁ, ସେତେବେଳେ ପ୍ରକୃତରେ କ'ଣ ଭାବିବା ଉଚିତ? ଏହି ଘଟଣା ତ ସାହାଯ୍ୟ କରିବାର ଧାରଣାକୁ ହିଁ ଦୋହଲାଇ ଦେଉଛି। ଏହା ଏକ ବଡ଼ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି। ଗୋଟିପଟେ ପ୍ରକୃତରେ ଅସହାୟ ଲୋକ ଅଛନ୍ତି, ଯେଉଁମାନଙ୍କୁ ସାହାଯ୍ୟର ଆବଶ୍ୟକତା ରହିଛି। ଅନ୍ୟପଟେ ଏପରି ଘଟଣା ଲୋକଙ୍କର ମନରେ ସନ୍ଦେହ ସୃଷ୍ଟି କରୁଛି। ଏହା ଦାରିଦ୍ର୍ୟର ସଂଜ୍ଞା ଉପରେ ମଧ୍ୟ ପ୍ରଶ୍ନ ଉଠାଉଛି। କିଛି ଲୋକଙ୍କ ପାଇଁ ଭିକ୍ଷାବୃତ୍ତି ଏକ ବାଧ୍ୟବାଧକତା, କିନ୍ତୁ କିଛି ଲୋକଙ୍କ ପାଇଁ ଏହା ଏକ ସହଜରେ ରୋଜଗାର କରିବାର ମାଧ୍ୟମ ପାଲଟିଯାଇଛି। ଏହା ପ୍ରଶାସନ ପାଇଁ ଏକ ବଡ଼ ଆହ୍ୱାନ ଯେ ସେମାନେ ପ୍ରକୃତ ଅଭାବୀ ଲୋକଙ୍କୁ ଚିହ୍ନଟ କରି ସେମାନଙ୍କର ଥଇଥାନ କିପରି କରିବେ। ତେବେ ଆଜିର ଆଲୋଚନାରୁ ଗୋଟିଏ କଥା ସ୍ପଷ୍ଟ। ଗୋଟିଏ ଦିନର ଖବର ଭିତରେ କେତେ ଯେ ପରସ୍ପର ବିରୋଧୀ ଚିତ୍ର ଦେଖିବାକୁ ମିଳୁଛି। ଗୋଟିଏ ପଟେ ଚନ୍ଦ୍ରକୁ ଯିବାର ମହାନ ଆକାଂକ୍ଷା, ଅର୍ଥନୀତିର ଉଡ଼ାଣ, ଅନ୍ୟପଟେ ରାଜନୀତିର ଜଟିଳ ସମୀକରଣ ଆଉ ସମାଜ ଭିତରେ ଘଟୁଥିବା ଏପରି ଘଟଣା ଯାହା ଆମକୁ ସ୍ତବ୍ଧ କରିଦେଉଛି। ଏହା ହିଁ ତ ଆଜିର ଦୁନିଆର ବାସ୍ତବତା। ଜଣେ ନ୍ୟୁଜ୍ ଏଡିଟର ଭାବରେ ଏହିସବୁ ଘଟଣା ଭିତରୁ ସୂତାଖିଅଟିଏ ଖୋଜି ବାହାର କରିବା, ତାକୁ ଓଡ଼ିଶାର ପାଠକଙ୍କ ପାଇଁ ସରଳ ଆଉ ପ୍ରାସଙ୍ଗିକ ଭାବେ ଉପସ୍ଥାପନ କରିବା ହିଁ ପ୍ରକୃତ କଳା। କେବଳ ତଥ୍ୟ ଦେବା ଯଥେଷ୍ଟ ନୁହେଁ, ତାର ଅର୍ଥ ବୁଝାଇବା ମଧ୍ୟ ଜରୁରୀ। ଆପଣ ଠିକ୍ କହିଲେ। ତେଣୁ ଆଜି ଶେଷରେ ଆମର ଶ୍ରୋତା ଯେଉଁମାନେ ଓଡ଼ିଶା ପାଇଁ ଖବର ପରିଚାଳନା କରନ୍ତି, ସେମାନଙ୍କ ପାଇଁ ଏକ ଚିନ୍ତନୀୟ ପ୍ରଶ୍ନ ଛାଡ଼ି ଯାଉଛୁ। ଆଜିର ଏହି ସବୁ ଖବର ଭିତରୁ ଅର୍ଥନୀତିର ଆଶାବାଦୀ ସଂଖ୍ୟା, ରାଜନୀତିର ସମ୍ଭାବ୍ୟ ମେଣ୍ଟ କିମ୍ବା ସମାଜର ସେହି କଳା ଏବଂ ଧଳା କାହାଣୀ, ଓଡ଼ିଶାର ଜଣେ ସାଧାରଣ ପାଠକଙ୍କ ପାଇଁ ଆପଣ କେଉଁ ଖବରଟିକୁ ପ୍ରଥମ ପୃଷ୍ଠାର ମୁଖ୍ୟ ଶିରୋନାମା କରିବେ ଆଉ କାହିଁକି? ଆପଣଙ୍କ ନିଷ୍ପତ୍ତି ଆସନ୍ତାକାଲିର ଆଲୋଚନାକୁ କିପରି ପ୍ରଭାବିତ କରିବ?